ଅନ୍ୟମାନେ ବହୁତ ମାନେ ଗୁରୁଜନ ଅଛନ୍ତି। ମୁଁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଥିଲେ ବା ବିଭିନ୍ନ କଲେଜରେ ପ୍ରିନ୍ସିପାଲ ପୋଷ୍ଟରୁ ମୁଁ ଯାଇଥିଲି ମଧ୍ୟ ମୁଁ ସବୁବେଳେ ଆମେ ଗର୍ବ ଅହଙ୍କାର କହୁଥିଲେ। ତେଣୁ ମୁଁ ତୁମରି ଭଳି ଛୋଟ ପିଲାମାନଙ୍କୁ କହିବାକୁ ଚାହେଁ, ତୁମେ ଯେଉଁ ଜନ୍ମ ନେଇଛ এই জন্ম ଗୋଟେ ପବିତ୍ରତାର ଭିତରୁ ଜନ୍ମ ନେଇଛ ଏବଂ ସେଇ ପବିତ୍ରତାକୁ ପାଠ୍ୟ କରି ତୁମେ ଯଦି ବଞ୍ଚିବ ଅନ୍ତତଃ ଏଇ ପୃଥିବୀରେ ଶାନ୍ତି କରି ସାରିପାରିବ। ତେଣୁ ମୁଁ ସେତିକି କହୁଛି, ଆଜି ମୋର ଜନ୍ମ ମାର କୋଳରେ ମାକୁ ମୁଁ ପୂଜା କରିବି। ଆଜି ମୋର ଜନ୍ମ ଏଇ ମାଟିରେ ଏମାନଙ୍କୁ ଭଲ ପାଇବି। ଆଜି ମୋର ଜନ୍ମ এই ଗାଁ ମାଟିରେ ଏମାନଙ୍କୁ ଭଲ ପାଇବି। ଆଜି ମୋର ଜନ୍ମ ଓଡ଼ିଶା ମାଟିରେ ସ୍ୱାଭିମାନ କଥା କହିବି। ଆଜି ମୋର ଜନ୍ମ ଭାରତ ମାଟିରେ ସମୃଦ୍ଧ ଭାରତ ଗଢ଼ିବି। ଆଜି ମୋର ଜନ୍ମ ପୃଥିବୀ ମାଟିରେ ପୃଥିବୀରେ ଶାନ୍ତି ଆଣିବି, ଫୁଲଟିଏ ହୋଇ ଫୁଟିବି। ତେଣୁ ହେ ଛୋଟ ଛୋଟ ପିଲାମାନେ, ତୁମେ ପବିତ୍ର ଫୁଲର ଜନ୍ମ ନେଇ ଆସିଛ। ଜନ୍ମ କିଭଳି ଫୁଲ ଯେମିତି ରାତିରେ ଜନ୍ମ ନିଏ ଫୁଟିଯାଏ, ସକାଳୁ ଛଳିଯାଏ, କିନ୍ତୁ ତାର ବାସ୍ନା ଯେମିତି ସମଗ୍ର ପୃଥିବୀକି ବାସ୍ନାୟିତ କରେ। ତେଣୁ ତୁମେ କେବେ ଅସତ୍ୟ ଅନ୍ୟାୟ ଅତ୍ୟାଚାରର ବଶବର୍ତ୍ତୀ ନ ହୋଇ ଅନ୍ତତଃ ଆଜି ମୁଁ ତୁମକୁ ନିବେଦନ କରିବି, ତୁମେ ସମୟରେ ମଧ୍ୟ ତୁମକୁ ଅନୁରୋଧ କରିବି, ଆଜିଠାରୁ ଅନ୍ତତଃ ସତ୍ ପଥରେ ଚାଲ। ଦେଖିବ ନିଶ୍ଚିତ ଭାବେ ଏ ଦେଶ, ଏ ପୃଥିବୀ, ଏ ରାଜ୍ୟ, ଏ ଗାଁ ନିଶ୍ଚିତ ବଦଳିବ। ମୁଁ ଆଉ ବିଶେଷ କିଛି କହୁନି। ଯଦି କେବେ ଆଉ କେବେ ସୁଯୋଗ ମିଳେ ତୁମମାନଙ୍କ ସହିତ ବହୁତ କିଛି କହିବାର ଅଛି। ରାଜନୈତିକ ସଂସ୍କାର, ଶିକ୍ଷାଗତ ସଂସ୍କାର, କୃଷି କ୍ଷେତ୍ରରେ ସଂସ୍କାର, ସାମାଜିକ ସଂସ୍କାରର ପରିକଳ୍ପନା ନେଇ ଆମେ ଆଉ ପୁରା ଅଧ୍ୟାପକ ହିଁ ନାହିଁ। ଏ ଦେଶ ମାନେ ବିଭିନ୍ନ ରାଜ୍ୟ ଆମକୁ ବୁଲିବାକୁ ପଡୁଛି। ପରିବର୍ତ୍ତନର ପୁରୁଷା ସାଜିନି ସଂସାର ସଂସ୍କାର ପାଇଁ ସିଂହସ୍ୱରରେ ମୁଁ ଯାତ୍ରା ଆରମ୍ଭିଲି। ବିପ୍ଳବର ଗୀତ ଗାଇ ଲିଭୁଥିଲା ମୋର ଜୀବନ ପ୍ରଦୀପ, ହଜୁଥିଲା ପରିଚୟ। ମୁଁ ଅଭିଶପ୍ତ ଦୁଃଖ ଜର୍ଜରିତ, ଦୟାକଲେ ଦୟାମୟ ଓଡ଼ିଆର ପ୍ରଭ ସାରଥୀ ସାଜିଲି। ଦେବୀ ଦତ୍ତ କୃଷି ରାଜଧର୍ମ ଦେଶ ଆୟୋଜନ ପାଇଁ ବୁଲେ ମୁଁ ରାଜ୍ୟରୁ ରାଜ୍ୟ। ରଥ ଯାଏ କରି ବଡ଼ଦାଣ୍ଡ ଛାଡ଼ି ଦିଲ୍ଲୀ, ବମ୍ବେ, କଲିକତା, ଆନ୍ଧ୍ର, ଝାଡ଼ଖଣ୍ଡ, ଗୁଜୁରାଟ କଥା ଛତିଶଗଡ଼ର ବାର୍ତ୍ତା। ମାଦ୍ରାସ ସହରୁ ହିମାଚଳ ଧାମ, କୁରୁକ୍ଷେତ୍ର ଯାଏ ରଥ। ଉତ୍ତର ପ୍ରଦେଶ ପରିକ୍ରମା କରେ ଉଡ଼ାଇ ଓଡ଼ିଆ ନେତ। ତେଣୁ ଏ ରଥ ଏଠି କାଞ୍ଜି ବଡ଼ଦାଣ୍ଡରେ ଆଜି ଯିବା ଭିତରେ ଶିକ୍ଷକ ବନ୍ଧୁମାନେ ସେ ଭାଇ ହରିଚନ୍ଦନ ଭାଇ ମୋତେ ଡାକିଲେ, କହିଲେ ଆପଣ ଟିକେ ଯେମିତି ଆସିବେ। ତେଣୁ ଏ ସୁଯୋଗକୁ ମୁଁ କେମିତି ମନା କରିପାରିଥାନ୍ତି ଏବଂ ପୁଣି ଯଦି କେବେ ସୁଯୋଗ ମିଳେ, ସମୟ ମିଳେ, ତୁମ ସହିତ ତୁମ ବିଦ୍ୟାଳୟକୁ ଆସିବୁ ଏବଂ ଅନେକ କଥା ହେବୁ ଏବଂ ତୁମମାନଙ୍କର ଭବିଷ୍ୟତ କେମିତି ଶୁଭମୟ ହେଉ, ସତ୍ୟ, ଶାନ୍ତି, ଦୟା ଏବଂ କ୍ଷମାର ପାଠ୍ୟ କରି ତାକୁ ପାଠ୍ୟ କରି ତୁମେ ତୁମର ଭବିଷ୍ୟତ ଗଢ଼। ଏତିକି କହି ମୁଁ ତୁମ ଜୀବନ ବିଦାୟ ଦେଉଛି। ଶିଶୁ ମହୋତ୍ସବର ଉଦ୍ଘାଟକ ଶ୍ରୀଯୁକ୍ତ ଶ୍ରୀଚନ୍ଦ୍ର ମହୋଦୟ, ମୁଖ୍ୟ ଅତିଥି ଆମର ପୃଥ୍ୱୀରାଜ ବାବୁ ଏବଂ ଆମର ଜଗେଶ ମହାନ୍ତି ସାର୍ ଏବଂ ଉପସ୍ଥିତ ସମସ୍ତ ଶିକ୍ଷକ ବୃନ୍ଦ ଏବଂ ଛୋଟ ଛୋଟ ପିଲାମାନେ, ଆଜି ଆମେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିବା। ତା ପୂର୍ବରୁ ଆପଣମାନେ କ୍ଲଷ୍ଟରରେ ହେଇଥିଲା 17 ତାରିଖରେ, ସେଥିରୁ ଯେଉଁ ପିଲାମାନେ ସିଲେକ୍ସନ୍ ହେଇଥିଲେ ସେମାନେ ବର୍ତ୍ତମାନ ବ୍ଲକ ସ୍ତରରେ ଆସି ପହଞ୍ଚିଛନ୍ତି। ଏ ଯେଉଁ ପ୍ରତିଯୋଗିତା ହେବ, ଆପଣମାନେ ଦୂର ଦୂରାନ୍ତରୁ ଆସିଛନ୍ତି, ତେଣୁ ଯଥାଶୀଘ୍ର ଆମେ ଏ କାର୍ଯ୍ୟକ୍ରମ ସାରିବା। ଆଉ ବିଷୟରେ ମୁଁ ବିଶେଷ କିଛି କହୁନି। ସମସ୍ତ ଶିକ୍ଷକ ଏବଂ ବାହାରୁ ଆସିଥିବା ଅଭିଭାବକଙ୍କୁ ମୁଁ ଅନୁରୋଧ କରୁଛି, ଶୃଙ୍ଖଳାର ସହିତ ଯେପରି ଆମେ ଏହି କାର୍ଯ୍ୟକ୍ରମ କରିବା, ସମସ୍ତେ ଏହି କାର୍ଯ୍ୟକ୍ରମକୁ ଆମେ ଆଗେଇ ନେବା। ଆଉ ମୁଁ ବିଶେଷ କିଛି କହୁନି। ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା। ପ୍ରଥମେ ଆମେ ଡିବେଟ୍ ଆରମ୍ଭ କରିବା ଏବଂ ଆମର ଅଛନ୍ତି। ମୁଁ ବର୍ତ୍ତମାନ ଆଉ ବିଶେଷ ଯାଉଛି।